ପଢାପଢି ଆରମ୍ଭ କରିଲେ। ଆରେ ମୋ ଝିଅ ମୁଁ ଡକ୍ଟର, ମୋ ଝିଅ ମୁଁ କହିବ ମୁଁ ପଚାରିକି କହିବି। ମୋ ଝିଅ ନିଶ୍ଚିତ ମୋର ନାଁ ରଖିବ, ତୁମର ନାଁ ରଖିବନି? କ୍ଲିନିକରେ ପରା ସମସ୍ତେ ପଚାରୁଛନ୍ତି ସେ ସାରଙ୍କ ଝିଅ କୋଉ ଦିନ ସେ ଡାକ୍ତରାଣୀ ହେଇକି ଆସିବ। କଣ କହିବି? ମୁଁ ତ ମୋ ନାଁ ରଖିବୁ ନା। ଥ୍ୟାଙ୍କ ୟୁ, ଭେରି ଗୁଡ୍। ମୁଁ ଯାଉଛୁ କ୍ଲିନିକ, ତୋର ପ୍ରିପାରେସନ ଆରମ୍ଭ ହେଲା। ଥ୍ୟାଙ୍କ ୟୁ। ଦେଖିବା ମୋ ଝିଅ ନିଶ୍ଚିତ ସିଏ ତାର 520 ମାର୍କ ଅଛି। ତମେ ତାହେଲେ ଘରେ ତାକୁ ଜଗୁନାହ। ତମେ ସବୁବେଳେ ସେ ବିଶାଲ ଯାଉଛ, ଯେତେବେଳେ ଦେଖିଲା ସେ ମୋବାଇଲ ସହିତ ସବୁବେଳେ ଲାଗେ। ଯେତେବେଳେ ତାକୁ ଦେଖୁଛ ଗାଇଡ କରୁଛ, ତମେ ମା ହେଇକି କଣ କରୁଛ? ମୁଁ ସବୁବେଳେ କ୍ଲିନିକ ଗଲା ପରେ ତମେ ତା ସହିତ ଯାଉଛ ବିଶାଲ ବୁଲୁଛ, ଆଉ ସେଇଥିପାଇଁ ସେ ଆଜି କମ ମାର୍କ। କଣ ଇଚ୍ଛା ଥିଲା ତାର? କଣ ଇଚ୍ଛା ଥିଲା? ମତେ ଯେତେବେଳେ ସବୁ ସାଙ୍ଗମାନେ ପଚାରୁଛନ୍ତି ଯେ ମୋ ଝିଅ ଭଲ କରିବ, ମୁଁ ସେତେବେଳେ ହଁ କହିକି ପଳେଇ ଆସେ। ଆଜି ଦେଖିଲା ବେଳକୁ ମୋ ଝିଅ କାଳି ପଡ଼ିଦେଲା। କାହିଁ ସେ କୁଆଡେ ଗଲା? ସୁଚି କଣ ହେଇଛି ଏତେ କମ ମାର୍କ କଣ ପାଇଁ ହେଲା? ଯେତେବେଳେ ଦେଖିଲା ବେଳକୁ ସେ ମୋବାଇଲରେ କଣ ଅଛି? ମୋ ନାଁଟା ତୁ ରଖିବୁ ତ? ଦେଖିଲା ବେଳକୁ ତୋର ମାର୍କ କେତେ ନା 520। କଣ ହଉଛି? ମୋବାଇଲରେ କାହିଁକି ଲାଗିଛୁ? ଦେଖ ଏଥର ଗଲା ପୁଣି ଏଥର ନେକ୍ସଟ ଟାଇମ ପ୍ରିପାରେସନ କରିଦେ। ଏଇ ବର୍ଷ ପୁରା ଜୋରଦାର ଯେମିତି ମୋ ଝିଅ ନାଁ ରଖିବ ଡାକ୍ତରାଣୀ ହବ ହେଲା। ମୋ ନାଁ ରଖିବୁ ତ? ମୁଁ ସବୁବେଳେ ମୋ ଝିଅ ନାଁର ଯେମିତି ପ୍ରଚାର ଅଛି ସେମିତି ମୋ ନାଁର ଯେମିତି ପ୍ରଚାର, ତ ମୋ ଝିଅ ନାଁର ପ୍ରଚାର ହବ ତ? କ୍ଲିନିକର ଡକ୍ଟର ହେଇକି ରହିବୁ ତ? ଭେରି ଗୁଡ୍। ଚାଲ ଯିବା, ପଢାପଢି କରିଦେ। ଏଥର ନିଶ୍ଚିତ ବନେଇବୁ। ଏଥର ପୁଣି ପକା, ନିଶ୍ଚିତ ବାଜିବ ହେଲା। ତଥାପି ଯଦି କହୁଛନ୍ତି ବାପା ଏଥର ଦେଇଦେ, ତାପରେ ଦେଖିବା କଣ ହଉଛି ହେଲା। ଘରେ ପଢିବେ ନିଶ୍ଚିତ ମୋ ଝିଅ ଦେଖାଯାଉ କଣ ହଉଛି। ହଁ ନିଶ୍ଚିତ ବନେଇଥିବ, ଦେଖିବ ନିଶ୍ଚିତ ସେ ଭଲ କରିଥିବ। ଦେଖ ସିଏ ଆରଥର 520 ମାର୍କ ରଖିଲା, ଏଥର 480 ମାର୍କ ରଖୁଛି।
ମୋ ମୁଣ୍ଡ ଖାଇଲା ଏତେ ପଇସା ଦେଇକି ତାକୁ ପାଠ ପଢେଇଲି ନିଟ୍ ଏକ୍ଜାମ ଦବ ବୋଲିକି କହିଲା ମୁଁ ତାକୁ ପ୍ରଶ୍ନ ବି ଦେଲି ହଁ ସେ କରୁ ହଁ ସେ ଡକ୍ଟର କରୁ ଦେଖିଲା ବେଳକୁ ମୁଁ ବର୍ତ୍ତମାନ କାହାକୁ କ'ଣ କହିବି ହେ ପ୍ରଭୁ ମୋର ଡାକ୍ତରଖାନା ମାନେ ସମସ୍ତେ ମଜା କରୁଛନ୍ତି ସାର୍ଙ୍କ ଝିଅ ନିଶ୍ଚିତ ଭଲ ରହିବ ମୁଁ ତାକୁ ବି କହିଦେଇଛି ହଁ ନିଶ୍ଚିତ ସେ ପାଇବ କ'ଣ ହେଲା ଇଏ କ'ଣ ହବ ଆଉ କ'ଣ ରଖିଛି ମୋ ଝିଅ କହିଲା କରିବ ଦେଖିଲା ବେଳକୁ ହେଇପାରିଲା ନାହିଁ ସେ କହିଲା କରିପାରୁନି ମୁଁ ନିଶ୍ଚିତ ଜାଣି ସିଏ ଆଉ ପାଠ ପଢୁନାହିଁ ସିଏ ସେଇ କ'ଣ ମଡେଲରେ କ'ଣ ମଡେଲରେ ନାହିଁ କ'ଣଟା କରିବ ମଡେଲରେ କ'ଣ ଅଛି କିଛି ନାହିଁ ମୋ ଇଜ୍ଜତ ମୋର ମାନ ସମ୍ମାନ ସବୁ ଦିଲ୍ଲୀରେ ମୁଁ ଆଉ ମୁହଁ ଦେଖିପାରିବି व्यक्ति रातिको तो बीपी हाई ହେଇଯିବ ତ ନିଜ କଥା ଦେଖୁଛ ନା କ'ଣ କରିବି ଦେଖ କିଏ ଆସିଛନ୍ତି ଆମ ସାଙ୍ଗ ଆସିଛନ୍ତି अरे सुशांत अरे कौन है एमती काई बसछु କ'ଣ କରିବି କହ ମୋ ଝିଅକୁ 2 ବର୍ଷ ହେଲା ଲାଗିଲି ମୋ ଝିଅ କହିଲା ହଁ ଡକ୍ଟର ବଜେଇବି କହୁଛି କିନ୍ତୁ ମୁଁ ପାଇଲି କ'ଣ ତାର ଖେଳୁଛି କ'ଣ ସେ ହିରୋଇନ୍ ହବ କହୁଛି ଦେଖିଲା ବେଳକୁ ମୋତେ ସମସ୍ତେ ଅପମାନ କରିବେ ବର୍ତ୍ତମାନ ପଚାରିବେ କ'ଣ ଝିଅ କୁଆଡ଼େ କ'ଣ କଲା ନାହିଁ ତୁ କ'ଣ ଉତ୍ତର ଦେବି हां हो एई गोटे ସେ कथा ବଜେଇ ପାରିଲା अरे छाक से डॉक्टर कथा एई गोटे छोट कथाटा को लेके तू थरे मते काई जणे परलुनु କ'ଣ କହିବି କ'ଣ ସାଙ୍ଗ ମୁଁ ତ ସେଇ କ୍ଲିନିକରେ ବ୍ୟସ୍ତ ରହିଲି ଛୁଆଟା କହିଲି ଭଲ ପାଠ ପଢ଼ିବ ମୋର ଆଶା ଥିଲା ସିଏ ମୋ ନାଁ ରଖିବ निज व्यस्तता को नहीं कि तू जीव ऊपर काई तो इच्छाटा को थपिलु ताको थरे तो इच्छा विषय ता इच्छा विषय पचारिछु କ'ଣ ପଚାରିବି आउ ମୋ ଇଚ୍ଛା ବିରୁଦ୍ଧରେ ଇଏ କ'ଣ କରିବି ମୁଁ ଚାହୁଁଛି ଯେ ମୋ ଝିଅଟା ନିଶ୍ଚିତ ଭାବରେ ଡକ୍ଟର ହେବ ହେଇଥାନ୍ତା କିନ୍ତୁ ଆଜି ଦିନରେ କ'ଣ କରିବ ତା ଭବିଷ୍ୟତ କ'ଣ ହବ କିଛି ବୁଝିପାରୁନି अरे तू सेना बोलो डॉक्टर गोटे हेचु काईना तोर बोलो इच्छा थिला गोटे सामने बड़ी इच्छा थिला कि डॉक्टर होबा पाई सेइ पई तू गोटे जे बोलो डॉक्टर हेचु किंतु तू ताको थरे पचारिछु ନା ता इच्छा ମୁଁ କେବେ ବି ପଚାରିବି ମୋ କଥାରେ ସେ ହଁ ମାନିଦେବେ ମୁଁ ଭାବେ ଯେ ମୋ ଝିଅ ମୋ ନାଁଟି ରଖିବ କିନ୍ତୁ ସେ ଆଜି ଦିନରେ କ'ଣ ତାର ହଉଛି କିଛି अरे ବୁଝିପାରୁନି सुने जानिछु आम झियो कथा जानिछु ओइलो आम झियो कथा कोन आम झियो रो ସେ ବି ସେ ତ ଜଣେ ଟିଚର ଏବେ ଟିଚର तार इच्छा थिला सामने गोटे टीचर होबार हैला किंतु ତୁ ଗୋଟେ ଅଫିସର तू ऑफिसर नहीं ହେଇକି ବି ତୁ ଟିଚର ବନେଇବି निहाती ता इच्छा को सम्मान देछि ତାହେଲେ କ'ଣ କହୁଛୁ କ'ଣ କରିବା प्रथमे पिलार इच्छा को पचारिबा दरकार आमे बापा मान हिसाब रे पिला को प्रथमे प्राधान्य देबा दरकार आम इच्छा को लेके बंचिबा दरकार नै ତାହେଲେ ବୁଝାବୁଝି କରିବା ତାକୁ निहाती आमे सिना ताको बे डॉक्टर पढाई दिसंतु नो डाउट से यदि पास भी करे थांदा किंतु भलो डॉक्टर गोटे से हेई पार न थांदा ତାହେଲେ ମୁଁ କ'ଣ ଭୁଲ ଚିନ୍ତା କରୁଥିଲି निहाती भूल चिंता राइटा बापा मान हिसाब रे ताको बुझेबार थिला ताको ता इच्छा को जानिबार थिला जो हिंदी रे गोटे कथा नै चाबुक के डर से तो सर्कस का शेर भी उछलकर कुर्सी पर बैठना सीख जाता है पर उस शेर को हम वेल ट्रेन कहते हैं वेल एजुकेटेड नहीं ट्रेनिंग बदले से भलो डॉक्टर हे परिबनी ताको भी डॉक्टर बने दबा किंतु भलो डॉक्टर से परिबनी केते जे रोगी को जीवन नष्ट हेई थांता ହେ ମୁଁ ତ ଭୁଲ ବୋଧେ କରୁଥିଲି ହଉ ତାକୁ ଡାକି ଦେବା निहाती ताको डाको सुची मां सुची आओ तोर कोड हेई छ एबे खोले की कहो मैं एबे भी बापा को डरुछु को आमे अछु हमको लांटी सांगे अछली को एबे इच्छा नहीं पढ़िया पे बापा मन जबरदस्ती नीट एग्जाम दिया करे मोर इच्छा थिला तू टिके मु बड़ी थांती फैशन डिजाइनिंग कोर्स पापा को बहुत राग नहीं अरे सुशांत ये कौन सुनुची तार केते भलो इच्छा गोटे आज का डेट रे फैशन डिजाइनिंग रे केते ऊपर को गले जानि छु ନା ମୋତେ ସେଗୁଡ଼ା ଜଣା ନାହିଁ तू तो से पुराना जमाने रे रहिलो डॉक्टर इंजीनियर जियो हेछि माने डॉक्टर हबो काई ता इच्छा को थरे पचार मां को भी जणे कहथि बापा को हेया पाई तापर भी बापा माने भाउजो तमे मते थरे फोन कर पर नले आंकु तो फोन करि पर थांदा प्लीज କେମିତି କ'ଣ କରିବି ତୁମେ ଜାଣିଛ ତମ ସାଙ୍ଗ କଥା ସେ ଜାଣିଛ ଶୁଣୁଛି ସେ ତ ମୋତେ ବି ଉଲ୍ଟି ଗାଳି एबे सुनिबो झियो रे एते सरी हलाडी माने निहाती से सुनिबो इथर कह सुशांत कोन करबा कह झियो कथा ତାହେଲେ ମୁଁ ଭାବୁଛି ତାକୁ ସିଏ ଯେଟା ଚାହୁଁଛି ସେଇଥିରେ ଯାଉ ମୁଁ କାହିଁକି ତାକୁ ପ୍ରତିବାଦ ए हेला ना कथा एटा सेते दिन कोन देला 2 वर्ष पिलाटारे नष्ट कर देलु ना
ଏବେ କେତେ କଣ ସେ କରିଥାନ୍ତା? ହଉ ତାହେଲେ ସେ ଯୋଉଟା ଚାହୁଁଛି ସେଇ କଣ ଖୁସି? ଏବେ ଖୁସି ତ? ଏବେ ଯାହା ଚାହୁଁଛୁ ସେଇଥିରେ ହିଁ ଆଗକୁ ଯା ହେଲା। ଆଉ ଦିନେ ନା ଦିନେ ଆମର ଆଶା ତୁ ସେଇଥିରେ ହିଁ ଉପରକୁ ଯିବୁ। ସେଇ ଦିନକୁ ଅପେକ୍ଷା ରହିଲା ହେଲା। And the femina Miss India, our most Miss Suchimita Rao. Congratulations, ma'am. ମୁଁ ଦେଖିଛି କ'ଣ ସତରେ? ହଁ ଆରେ ମୁଁ ତ ଅଧା କିଛି ଭାବୁଥିଲି, ମୁଁ ଅଧା ଚିନ୍ତା କରିଥିଲି, କିନ୍ତୁ ମୋ ଝିଅର ଏତେ ଟ୍ୟାଲେଣ୍ଟ ଥିଲା ମୁଁ ଜାଣିନଥିଲି। ମୁଁ ଭାବୁଥିଲି ମୋବାଇଲରେ ସେମିତି କ'ଣ କରୁଛି, କିନ୍ତୁ ଏତେ ବଡ଼ ପ୍ଲାଟଫର୍ମ ପାଇବ ମୁଁ କେବେ ବିଶ୍ୱାସ କରିନଥିଲି। ହଉ ସେ କୁଆଡ଼େ ଗଲା? କାହିଁ ସେ ମା ଝିଅ ମୋର ଆଖି ଖୋଲିଦେଲୁ। ଆଜି ମୁଁ ଜାଣିଲି ଯେ ମୋ ଇଚ୍ଛାଟାକୁ ତୋ ଉପରେ ବଳି ପକାଇଲା ଭଳି ତୋ ମୁଣ୍ଡରେ ଚାପ ସୃଷ୍ଟି କରିଦେଲି। ମାତ୍ର କୌଣସି ବାପା କୌଣସି ପିଲାକୁ ଏମିତି ଚାପ ଭାରାକ୍ରାନ୍ତରେ ତାଙ୍କର ଇଚ୍ଛାକୁ ଲଦିଦେବା ଉଚିତ ନଥିଲା। ମୋର ଭୁଲ ଥିଲା, ତୁ ମୋତେ ପ୍ରମାଣ କରିଦେଲୁ। ଆଉ ସମସ୍ତଙ୍କୁ ମୋର ଏବଂ ଆମ ଟିମ୍ ତରଫରୁ ଏତିକି ଅନୁରୋଧ, କେହି ବି ତାଙ୍କର ପିଲାମାନଙ୍କୁ ତାଙ୍କର ନିଜ ଇଚ୍ଛାକୁ ତାଙ୍କ ଉପରେ ଲଦି ଦିଅନ୍ତୁ ନାହିଁ। ତାଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ଆପଣ ସହଯୋଗ କରନ୍ତୁ, ଯେଉଁଥିରେ ସିଏ ସେଥିରେ ବେଷ୍ଟ ଦେଇକି ସେ ନିଜେ ଖୁସି ହେବା ସହିତ ସମାଜରେ ଗୋଟେ ନିର୍ଦ୍ଦିଷ୍ଟ ପ୍ଲାଟଫର୍ମ ପାଇବା ସହିତ ଶାନ୍ତିରେ ତାର ଜୀବନ କଟିବ। ଏତିକି କହି ଆମର ଟିମ୍ ଆପଣଙ୍କ ପାଖରୁ ବିଦାୟ ନେଉଛି। ଜୟ ଜଗନ୍ନାଥ।